ଏବେ ବର୍ତ୍ତମାନ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ବଡ ଉପହାର ଦଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସବୁଠାରୁ ବଡ କଥା ହଉଛି ଏବେ ସୁଭଦ୍ରାର 2ଟି କିସ୍ତି ଆସିବ 10,000 ଟଙ୍କା। ଯୋଉମାନେ ନୂଆ ଆବେଦନ କରୁଛନ୍ତି ପ୍ରଥମ ଦ୍ୱିତୀୟ ତୃତୀୟ କିସ୍ତି ପାଇନାହାନ୍ତି ସେମାନେ ମଧ୍ୟ ପାଇବେ 10,000 ଟଙ୍କା। କେଉଁମାନେ ପାଇବେ କେତେ ଟଙ୍କା ପାଇବେ ତା ସହିତ ଯୋଉମାନେ ପ୍ରଥମ ଦ୍ୱିତୀୟ ତୃତୀୟ କିସ୍ତି ପାଇବେ ସେମାନେ କେତେ ଟଙ୍କା ପାଇବେ କେବେ ମିଳିବ ସବୁ କିଛି ଆପଣ ମାନେ ଜାଣିପାରିବେ ଏଇ ଭିଡିଓରେ। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯାହା ଯାହା କହିଥିଲେ ଆପଣଙ୍କୁ ଜାଣିବା ପାଇଁ ପଡିବ। ଯଦି ଆପଣଙ୍କ ରିଜଲ୍ଟ ଅଛି ପେଣ୍ଡିଂ ଅଛି ତାହା ମଧ୍ୟ ଆପଣ ମାନେ ଜାଣିପାରିବେ ଯାହାଫଳରେ ଆପଣ ପୁନର୍ବାର ଆପ୍ଲାଏ କରି ମଧ୍ୟ ପାଇପାରିବେ। ଚାଲନ୍ତୁ ଡିଟେଲ୍ସ ଦେଖିବା ଭିଡିଓ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମାନେ ମଧ୍ୟ ଜାଣିପାରିବେ 10,000 ଟଙ୍କା ମଧ୍ୟ ପାଇପାରିବେ। ସୁଭଦ୍ରା ଯୋଜନାରେ ଓଡିଶାର ଲକ୍ଷ ଲକ୍ଷ ଲୋକଙ୍କୁ ବଡ ଉପହାର ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କେମିତି ମିଳିବ 10,000 ଟଙ୍କା? ଭୁବନେଶ୍ୱର ଓଡିଶା ସରକାରଙ୍କ ଅତି ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ଯୋଜନାକୁ ନେଇ ବଡ ଖବର ଆସିଛି। ରାଜ୍ୟରେ ଯେଉଁ ମହିଳାମାନେ ବୈଷୟିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ଏପର୍ଯ୍ୟନ୍ତ ସହାୟତା ରାଶି ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ଅପେକ୍ଷାର ଅନ୍ତ ଘଟିବା ପାଇଁ ଯାଉଛି। କାରଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ଯେ ଆସନ୍ତା 7 ଦିନ ମଧ୍ୟରେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏକାଥରକେ 10,000 ଟଙ୍କା ପଠାଯିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ 5 ଲକ୍ଷରୁ ଅଧିକ ମହିଳା ସିଧାସଳଖ ଉପକୃତ ହେବେ। ତେବେ ଚାଲନ୍ତୁ ଜାଣିବା ଏହି ଘୋଷଣାର ସମ୍ପୂର୍ଣ୍ଣ ବିବରଣୀ। କାହା ଖାତାକୁ ଆସିବ 10,000 ଟଙ୍କା? ସମସ୍ତ ହିତାଧିକାରୀ 10,000 ଟଙ୍କା ମିଳିବ ନାହିଁ। ଏହା ଏକ ବିପୁଳ ପରିମାଣର ଅର୍ଥ କେବଳ ନିମ୍ନଲିଖିତ ମହିଳାମାନଙ୍କୁ ମିଳିବ। ତେବେ କୁହାଯାଉଛି କାହାକୁ ମିଳିବ ଚାଲନ୍ତୁ ଜାଣିବା। ବାଦ ପଡିଥିବା ପୁରୁଣା ହିତାଧିକାରୀ ଅନେକ ମହିଳା ଯୋଜନାର ତୃତୀୟ କିସ୍ତି 5,000 ଟଙ୍କା ପାଇସାରିଛନ୍ତି। କିନ୍ତୁ ବ୍ୟାଙ୍କ ଖାତା କିମ୍ବା ଆଧାର ସଂଯୋଗରେ ଥିବା ସମସ୍ୟା ଯୋଗୁଁ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇପାରି ନଥିଲେ। ସେମାନେ ତୃତୀୟ କିସ୍ତି ପାଇଛନ୍ତି କିନ୍ତୁ ପ୍ରଥମ ଦ୍ୱିତୀୟ କିସ୍ତି ପାଇପାରି ନଥିଲେ। ସେମାନଙ୍କୁ ପୂର୍ବରୁ ବକେୟା 5,000 ପ୍ଲସ୍ 5,000 10,000 ଟଙ୍କା ଏକା ସାଙ୍ଗରେ ମିଳିବ। ମାନେ ଜାଣି ରଖନ୍ତୁ ଯେଉଁମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇନାହାନ୍ତି ତୃତୀୟ କିସ୍ତି ଯୋଉ ଗଲା 5,000 ଟଙ୍କା ପାଇଲେ କିନ୍ତୁ ପ୍ରଥମ ଦ୍ୱିତୀୟ କିସ୍ତି ମିଳିନାହିଁ ସେମାନଙ୍କୁ ଏକା ସାଙ୍ଗରେ 10,000 ଟଙ୍କା ମିଳିବ। ଯାନ୍ତ୍ରିକ ତ୍ରୁଟିର ସଂଶୋଧନ ହେବ। ପ୍ରାୟ 2,55,265 ଜଣ ମହିଳା ଚୟନ ହୋଇଛନ୍ତି। ସେମାନଙ୍କୁ ଏକା ସାଙ୍ଗରେ 10,000 ଟଙ୍କା ମିଳିବ ବୋଲି ସରକାର କହିଛନ୍ତି। ତା ସହିତ ରହିଲା ନୂଆ ଆବେଦନକାରୀ। ଯେଉଁମାନେ ନିକଟରେ ଆବେଦନ ଏବେ କରିଛନ୍ତି ସେମାନଙ୍କୁ 1,78,398 ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ସହାୟତା ମିଳିବ। ସରକାରଙ୍କ ପ୍ରସ୍ତୁତି ଡିବିଟି ମାଧ୍ୟମରେ ସହାୟତା ରାଶି ମିଳିବ ଯାହାଫଳରେ ଆପଣ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଯିବ ଆପଣମାନେ ଜାଣିଛନ୍ତି। ଏହି ଅର୍ଥ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର। ତା ପୂର୍ବରୁ ଆପଣମାନେ ଡିବିଟି କେଉଁ ଆକାଉଣ୍ଟରେ କରିବେ ସେଇଟା ଆପଣ ଜାଣି ରଖନ୍ତୁ। ନହେଲେ ଅଲଗା ଆକାଉଣ୍ଟ ଯଦି 2-3ଟି ଅଛି ଆପଣମାନେ ଗୋଟିଏ ଆକାଉଣ୍ଟ ସିଲେକ୍ଟ କରନ୍ତୁ। ଦେଖନ୍ତୁ ମୋଟ ହିତାଧିକାରୀ ରହିବେ 4,57,681 ଜଣ। ମୋଟ ବଜେଟ ସରକାର ସ୍ଥିର କରିଛନ୍ତି 250 କୋଟି ଟଙ୍କା। ଅଭିଯୋଗ ଶୁଣାଣିରେ ମଧ୍ୟ ସରକାର ପାଖରୁ ଆସିଥିବା ବିଭିନ୍ନ ଅଭିଯୋଗ ଯୋଉମାନେ ଅଭିଯୋଗ ଶୁଣାଣିରେ ଯାଇଥିଲେ ସୁଭଦ୍ରା ଟଙ୍କା ମିଳିନାହିଁ ପ୍ରକୃତ ଯୋଗ୍ୟ ହିତାଧିକାରୀ ତାଙ୍କୁ ମଧ୍ୟ ମିଳିନି ତାଙ୍କ ଭିତରେ ଅଛନ୍ତି 24,018 ଜଣ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ସମାଧାନ କରିଛନ୍ତି। ତାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା। ଏନେକି ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଯେ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ଯୋଉ ଜଣ 24,018 ଜଣ। କେବେ ମିଳିବ ଟଙ୍କା? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ଅନୁଯାୟୀ ଆସନ୍ତା 7 ଦିନ ବା ଚଳିତ ସପ୍ତାହରେ ଏହି ଟଙ୍କା ଖାତାକୁ ଆସିବ ଡାଇରେକ୍ଟ ଡିବିଟି ମାଧ୍ୟମରେ। ଯଦିଓ ଏକ ତାରିଖ ନିର୍ଘଣ୍ଟ କରାଯାଇ ନାହିଁ କିନ୍ତୁ ଏହି 7 ଦିନ ବା ଏହି ସପ୍ତାହ ଭିତରେ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ତେବେ ଚତୁର୍ଥ କିସ୍ତି ପାଇଁ ବଡ ଅପଡେଟ ସୁଭଦ୍ରା ଯୋଜନାର ପରବର୍ତ୍ତୀ ଅର୍ଥାତ ଚତୁର୍ଥ କିସ୍ତି କେବେ ଆସିବ ସେଇଟା ମଧ୍ୟ ଜାଣିବା ଦରକାର। ଯୋଉମାନେ ପ୍ରଥମ ଦ୍ୱିତୀୟ ତୃତୀୟ କିସ୍ତି ପାଇଛନ୍ତି ଚତୁର୍ଥ କିସ୍ତି କେବେ ମିଳିବ? ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାର ସାରା ରାଜ୍ୟରେ କୋଟିରୁ ଅଧିକ ମହିଳା ଖାତାକୁ 5,000 ଟଙ୍କା ପଠାଇବା ପାଇଁ ଯୋଜନା କରୁଛନ୍ତି। ତେବେ କୁହାଯାଉଛି ଯଦି ଆପଣଙ୍କର ଟଙ୍କା ନ ଆସିଲେ ଆପଣ କଣ କରିବେ? ଯଦି ଆପଣ ଜଣେ ଯୋଗ୍ୟ ହିତାଧିକାରୀ ଆପଣଙ୍କୁ ଟଙ୍କା ମିଳୁନାହିଁ ତେବେ ତୁରନ୍ତ 3ଟି କାମ କରନ୍ତୁ। ପ୍ରଥମ ହେଲା ଏନପିସିଆଇ ମ୍ୟାପିଂ। ଆପଣଙ୍କ ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ ସଂଯୋଗ ହୋଇଛି କି ନାହିଁ ଏଇଟା ଆପଣମାନେ ଚେକ୍ କରିବେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ସାଇଟକୁ ଯାଇକି ଆପଣମାନେ ଚେକ୍ କରିପାରିବେ। ତା ସହିତ ଆପଣମାନେ ଇ କେୱାଇସି ଯାଞ୍ଚ କରିବେ।
ଆପଣଙ୍କର ଇ-କେୱାଇସି ହୋଇଛି କି ନାହିଁ? ଦେଖନ୍ତୁ କିଛି ଦିନ ପୂର୍ବରୁ ମଧ୍ୟ ଚାଷୀମାନଙ୍କର ଇ-କେୱାଇସି ନଥିଲା, ଯାହା ଫଳରେ ତାଙ୍କୁ ମଧ୍ୟ ପିଏମ୍ କିଷାନ ଟଙ୍କା ମିଳୁନଥିଲା। ସେଇଭଳି ଆପଣଙ୍କୁ ଯଦି ଇ-କେୱାଇସି ଅଛି କି ନାହିଁ ନିଶ୍ଚିନ୍ତ ଆପଣମାନେ ଚେକ୍ କରିପାରିବେ, ଷ୍ଟାଟସ୍ ଦେଖିପାରିବେ। ଜନସେବା କେନ୍ଦ୍ରରେ ମଧ୍ୟ ଯାଇକି ଆପଣମାନେ ଚେକ୍ କରିପାରିବେ। ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲକୁ ଯାଇ ମଧ୍ୟ ଆବେଦନ ନମ୍ବର ବ୍ୟବହାର କରି ଷ୍ଟାଟସ୍ ମଧ୍ୟ ଯାଞ୍ଚ କରିପାରିବେ। ଯେତେବେଳେ ଆପଣ ଆବେଦନ କରିଥିବେ, ଆବେଦନ ଗୋଟେ ନମ୍ବର ଥିବ। ସେ ନମ୍ବରଟାକୁ ଆପଣ ସୁଭଦ୍ରା ଯୋଜନା ଆପ୍ ଚେକ୍ କରି ଷ୍ଟାଟସ୍ ଯୋଉ ଅଛି, ଷ୍ଟାଟସ୍ ଚେକ୍ ସେଠି କ୍ଲିକ୍ କରି ଆପଣଙ୍କ ଆବେଦନ ନମ୍ବର ଦେଇପାରିବେ, ଆପଣ ଚେକ୍ କରିପାରିବେ। ତେବେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ବା ବ୍ଲକ କାର୍ଯ୍ୟାଳୟର ଅଭିଯୋଗ ଆପଣମାନେ କରିପାରିବେ ଯଦି ଆପଣଙ୍କର ଟଙ୍କା ମିଳିନି କିନ୍ତୁ ଆପଣ ଯୋଗ୍ୟ ଅଛନ୍ତି। ରାଜ୍ୟ ସରକାର ଏହି ନିଷ୍ପତ୍ତି ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମହିଳା କିଭଳି ସୁଭଦ୍ରା ସହାୟତାରୁ ବଞ୍ଚିତ ନୁହନ୍ତି, ମାନେ ସମସ୍ତଙ୍କୁ ମିଳିବା ଦରକାର। ଆଗାମୀ କିଛି ଦିନରେ ମହିଳାମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆଣିବା ପାଇଁ ଯାଉଛି ଏଇ ସୁଭଦ୍ରା ଟଙ୍କା। ଯାହା ଫଳରେ ଏବେ ଆପଣମାନେ ଜାଣିଦେଲେ ଯେ 10,000 ଟଙ୍କା କାହାକୁ ମିଳିବ, 5,000 ଟଙ୍କା କାହାକୁ ମିଳିବ, ଯୋଉମାନେ ପାଇନାହାନ୍ତି ସେମାନେ କଣ କରିବେ। ଯଦି ଭିଡିଓଟି ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ତା ସହିତ ଆପଣଙ୍କୁ ଯଦି ସୁଭଦ୍ରା ଟଙ୍କା ମିଳିନାହିଁ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ମଧ୍ୟ ଜଣାଇଦେବେ। ପ୍ରଥମ ଦ୍ୱିତୀୟ କିସ୍ତି ଯଦି ପାଇନାହାନ୍ତି ସେଇଟା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ଜୟ ଜଗନ୍ନାଥ।